ଆଜି ଆମେ ଗୋଟେ ବଢ଼ିଆ ବିଷୟରେ କଥା ହେବା। ବ୍ୟକ୍ତିଗତ ବ୍ରାଣ୍ଡର ସୁସଙ୍ଗତ ପରିପାଳନ। ଆମ ପାଖରେ ଗୋଟେ ଲେଖା ଅଛି, ଆଉ ସେଥିରେ ବ୍ୟକ୍ତିଗତ ପରିଚୟ କେମିତି ତିଆରି ହୁଏ ସେ ବିଷୟରେ ଟିକେ ଅଲଗା କଥା କୁହାଯାଇଛି। ଏହା କହୁଛି କି ପ୍ରକୃତ ବ୍ରାଣ୍ଡ କୌଣସି ପ୍ଲାନ୍ କରିକି କରାଯାଇଥିବା ଜିନିଷ ନୁହେଁ, ବରଂ ଏଇଟା ଆମରି ଉଦ୍ଦେଶ୍ୟ, ଆମ ଚିନ୍ତା, ଆମ କାମ ଆଉ ଫଳାଫଳ ଭିତରେ ଯୋଉ ଏକତା ବା ସୁସଙ୍ଗତତା ଥାଏ ତାରି ଗୋଟେ ସ୍ୱାଭାବିକ ଫଳ। ହଁ, ଆଉ ଏଇଠି କଥାଟା ଆହୁରି ମଜାଦାର ହେଇଯାଉଛି। ଏଇଟା ଖାଲି ବାହାରକୁ ଆମେ କ'ଣ କରୁଛେ ସେ ବିଷୟରେ ନୁହେଁ। ଲେଖାଟା ଗୁରୁତ୍ୱ ଦେଉଛି ଯେ ବର୍ଷ ବର୍ଷ ଧରି ଆମେ ନିଜ ଭିତରେ ଥିବା ଦୁର୍ବଳତାଗୁଡ଼ାକୁ ଚିହ୍ନିବା, ତାକୁ ମାନିବା ଆଉ ତାକୁ ସୁଧାରିବା ପାଇଁ ଚେଷ୍ଟା କରିବା। ମାନେ ଏଇଟା ହିଁ ପ୍ରକୃତ ବ୍ରାଣ୍ଡର ମୂଳ କଥା। ଏକ ପ୍ରକାର ଆତ୍ମସଚେତନତା ଆଉ ଲଗାତାର ନିଜକୁ ଭଲ କରିବାର ଯାତ୍ରା। ଆଉ କ'ଣ? ଆଚ୍ଛା, ମାନେ ଆମେ ଯାହାକୁ ସଫଳତା ଭାବୁଛୁ, ଯେମିତି କିଛି ଦିନ ବହୁତ ଜୋରରେ କାମ କରିଦେଲେ ଆଉ ଗୋଟେ ବଡ଼ ଆଚିଭମେଣ୍ଟ ମିଳିଗଲା, ସେଇଟା ପ୍ରକୃତରେ ଗୋଟେ ସ୍ଥାୟୀ ବ୍ରାଣ୍ଡ ନୁହେଁ। ଏଇଟା ଟିକେ ଅଲଗା ଶୁଭୁଛି, କାରଣ ଏବେ ତ ସମସ୍ତେ ବହୁତ ଶୀଘ୍ର ରେଜଲ୍ଟ ଚାହୁଁଛନ୍ତି ନା। ଅଳ୍ପ ସମୟ ପାଇଁ ଚମକିବା ବୋଧେ ସହଜ, କିନ୍ତୁ ଲୋକଙ୍କର ଭରସା ଜିତିବା ପାଇଁ ତ ସମୟ ଲାଗେ। ଯେତେବେଳେ ଜଣେ କିଏ ତା କଥା ଆଉ କାମରେ ଲଗାତାର ଏକାଭଳି ରହେ, ସେତେବେଳେ ଯାଇ ବିଶ୍ୱାସ ଜନ୍ମେ। ଆଉ ଏଇ ଲେଖା ଯାହା କହୁଛି, ନିଜ ଭୁଲ ବା ଦୁର୍ବଳତାକୁ ଲୁଚେଇବା ବଦଳରେ ଯଦି ଆମେ ମାନିଯିବା ଆଉ ସୁଧାରିବାକୁ ଚେଷ୍ଟା କରିବା, ସେଥିରେ ସେ ବିଶ୍ୱାସ ଆହୁରି ମଜବୁତ ହୁଏ। ଏଇଟା ଦେଖାଏ ଯେ ଆପଣ କେତେ ସତ କହୁଛନ୍ତି ଆଉ ନିଜକୁ ନେଇ କେତେ ସଚେତନ। ବାଃ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥାଟିଏ। ଅର୍ଥାତ୍ ନିଜର ଯୋଉ ଅସମ୍ପୂର୍ଣ୍ଣତା ଅଛି ତାକୁ ଦେଖେଇଲେ ବ୍ରାଣ୍ଡ ଦୁର୍ବଳ ହୁଏନି, ବରଂ ଆହୁରି ବେଶି ମଣିଷ ପରି ଆଉ ବିଶ୍ୱାସଯୋଗ୍ୟ ଲାଗେ। ଏଇଟା ସେଇ ଧାରଣାକୁ ଭାଙ୍ଗୁଛି ଯେ ବ୍ରାଣ୍ଡ ମାନେ କେବଳ ସଫଳତା ଆଉ ସବୁବେଳେ ଠିକ୍ ରହିବା। ଏକଦମ ଏକଦମ ଠିକ୍ କହିଲେ। ଏଇଟା ଗୋଟେ ଲମ୍ବା ରେସ୍ ପରି, ବୁଝିଲେ, ଗୋଟେ ମାରାଥନ ଭଳି। କୋଉ 100 ମିଟର ଦୌଡ଼ ନୁହେଁ। ପ୍ରତିଦିନର ଛୋଟ ଛୋଟ କାମ, ଯୋଉଟା ସୁସଙ୍ଗତ, ନିଜ ମୂଲ୍ୟବୋଧ ସହ ସତ ରହିବା ଆଉ ଲଗାତାର ନିଜକୁ ଉନ୍ନତ କରିବାକୁ ଚେଷ୍ଟା କରିବା, ଏସବୁ ମିଶି ହିଁ ଧୀରେ ଧୀରେ ଗୋଟେ ପକ୍କା ପରିଚୟ ତିଆରି କରେ। ବେଳେବେଳେ କରାଯାଉଥିବା ବଡ଼ କାମ ଅପେକ୍ଷା ଏଇ ଛୋଟ ନିୟମିତ ଚେଷ୍ଟାର ପ୍ରଭାବ ବହୁତ ବେଶୀ। ତେବେ ଏସବୁ କଥାବାର୍ତ୍ତାରୁ ମୁଖ୍ୟ କଥା କ'ଣ ବାହାରିଲା? ପ୍ରକୃତ ବ୍ୟକ୍ତିଗତ ବ୍ରାଣ୍ଡ କୋହୁ ବାହାରୁ ତିଆରି କରାଯାଇଥିବା ଜିନିଷ ନୁହେଁ, ବରଂ ଏଇଟା ଆମର ଲଗାତାର ଚେଷ୍ଟା, ନିଜକୁ ଜାଣିବା ଆଉ ନିଜକୁ ସୁଧାରିବାର ଯୋଉ ଲମ୍ବା ଯାତ୍ରା, ତାର ଏକ ସ୍ୱାଭାବିକ ଫଳ। ଏହା ବାହାରକୁ ଦେଖେଇବା ପାଇଁ ନୁହେଁ, ଏଇଟା ଭିତରୁ ଆସେ। ହଁ, ଆଉ ଏଇଟା ଆମ ଆଗରେ ଗୋଟେ ବଡ଼ ପ୍ରଶ୍ନ ବି ରଖୁଛି। ଯଦି ଆମେ ବ୍ରାଣ୍ଡ ତିଆରିକୁ ଏଇ ଲଙ୍ଗ୍ ଟର୍ମ ପର୍ସପେକ୍ଟିଭରୁ ଦେଖିବା, ତାହେଲେ ଆମର ପ୍ରତିଦିନର କାମ କରିବା ଶୈଳୀରେ କ'ଣ ବଦଳିବା ଦରକାର? କୋଉ ଛୋଟ ଛୋଟ କିନ୍ତୁ ନିୟମିତ କାମଗୁଡ଼ିକ ବାସ୍ତବରେ ବଡ଼ ହେଲେ ଅନିୟମିତ ଚେଷ୍ଟାଠୁ ଅଧିକ ଫଳପ୍ରଦ ହେଇପାରେ? ଏଇଟା ନିଶ୍ଚୟ ଚିନ୍ତା କରିବା କଥା। ଆଉ ଏହି ଗଭୀର ଆଲୋଚନାର ଶେଷରେ ଆମେ କହି ରଖିବାକୁ ଚାହିଁବୁ ଯେ ଏହି ଚିନ୍ତାଧାରା ହେଉଛି ରୂପେଶ ଜୈନଙ୍କର। ତାଙ୍କୁ ଲୋକେ ଭଲ ପାଇ ରୂପେଶ ଦିଲ୍ସେ ବୋଲି ବି ଜାଣନ୍ତି। ଆଉ ଏସବୁ କଥା ତାଙ୍କ ନିଜ ଜୀବନର ଅନୁଭୂତି ଆଉ ନିରୀକ୍ଷଣ ଉପରେ ହିଁ ଆଧାରିତ।